1999 ବ୍ୟାଚ୍ ଝୁନଝୁନୱାଲା ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସମୟ ବଦଳିବା ସହ ବୟସ ବି ବଢ଼ିଛି ଏବଂ ମୁଣ୍ଡର ଚୁଟି ପାଚିଛି, ହେଲେ ବଦଳିନି ସେହି ଆବେଗ, ପିଲାଦିନର ସ୍ମୃତି। ଏହି ଅବିସ୍ମରଣୀୟ ବନ୍ଧୁମିଳନ ଉତ୍ସବ ପ୍ରାକୃତିକ ପରିବେଶ ଭରା ବିଦ୍ୟାଳୟର ଶତାଧିକ ପୁରାତନ ଛାତ୍ରଛାତ୍ରୀ ଏକତ୍ରିତ ହୋଇଥିଲେ। ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ କୌଣସି ସରକାରୀ ଅଫିସର ଦାମ୍ଭିକତା ନଥିଲା କି କୌଣସି ଚାଷୀ ବା ଭଙ୍ଗିଆ ହେବାର ହୀନମାନ୍ୟତା ନଥିଲା। କେବଳ ଥିଲା ସ୍ନେହ, ଆଦର, ଆବେଗ, ନିଚ୍ଛକ ବନ୍ଧୁତା। ଦୀର୍ଘ 37 ବର୍ଷ ବ୍ୟବଧାନ ପରେ ସାଙ୍ଗମାନଙ୍କୁ ଭେଟିବା ବେଳେ ଅନେକଙ୍କ ଆଖିରେ ଲୁହ ଝରି ପଡ଼ୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ପରସ୍ପର ପୁରାତନ ଛାତ୍ରଛାତ୍ରୀ ଭାବ ବିହ୍ୱଳ ହୋଇପଡ଼ି ଛାତିରେ ଆଉଜେଇ ଧରିବା ବେଳର ଦୃଶ୍ୟ ସେଠାରେ ଉପସ୍ଥିତ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଭାବୁକ କରିଦେଇଥିଲା। ନବବର୍ଷରେ ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ କୃପାରୁ ଆଗାମୀ ବର୍ଷ ସମସ୍ତଙ୍କ ପାଇଁ ସଫଳତା ବର୍ଷ ହେଉ। ପୁରାତନ ଛାତ୍ର ଅମର କୁମାର ସାହୁ, ମନୋରମ ଓଝା କେକ୍ କାଟି ନବବର୍ଷଟି ସମସ୍ତଙ୍କ ପାଇଁ ସୁଖ କରିଦେଉ ବୋଲି କହିଥିଲେ। ଏ ଦୁଇ ବନ୍ଧୁଙ୍କ ଆହ୍ୱାନ କ୍ରମେ ବନ୍ଧୁମିଳନ କାର୍ଯ୍ୟକ୍ରମଟି ସଫଳ ହୋଇଥିବା କହିଛନ୍ତି 1999 ବ୍ୟାଚ୍ ସମସ୍ତ ଉପସ୍ଥିତ ଛାତ୍ରଛାତ୍ରୀ। ମନୋରମା ଦଳେଇ, ମୁଁ ଝୁନଝୁନୱାଲା ସ୍କୁଲରେ ପଢ଼ୁଥିଲି। 1999 ମସିହା 37 ବର୍ଷ ହେଇଗଲାଣି ଆମର ପଢ଼ା। ଆଉ କେତେ ଖୁସି ଅଛନ୍ତି ଆପଣଙ୍କ ଏକ ଖୁସିର ତ ମାନେ ସୀମା ନାହିଁ। ଆମର ଗତ 2 ବର୍ଷ ହେଲା ହେଉଥିଲା। ପ୍ରଥମ ବର୍ଷ ଟିକେ ଲେଟ୍ରେ ଆସି ପହଞ୍ଚିଲି, ଏତେ ଭାଗ ନେଇ ପାରିନଥିଲି। କିନ୍ତୁ ସେଦିନ ମୁଁ ଶୁଣିଲି ଯେତେବେଳେ ଆମେ ସବୁ ଗ୍ରୁପ୍ର ମିଶିଯାଇଛୁ ଆଉ ଗ୍ରୁପ୍ ହେଇଛୁ ବୋଲି, ସେତେବେଳେ ତ ମୋର ଖୁସିର ଆଉ ମାନେ ସୀମା ନଥିଲା। ମୁଁ ବହୁତ ଦିନରୁ ଭାବୁଥିଲି ମୋ ସାଙ୍ଗମାନଙ୍କର ଗ୍ରୁପ୍ ଗୋଟେ ହୁଅନ୍ତା, ସାଙ୍ଗ ହେଇକି ଆମେ ଗୋଟେ ଏମିତି ଗୋଟେ ବଣଭୋଜି କରନ୍ତୁ, ମିଶନ୍ତୁ ସମସ୍ତେ, ମାନେ ଗୋଟେ ଦେଖା ହୁଅନ୍ତୁ ସମସ୍ତଙ୍କର, ଗୋଟେ ଇଏଟା ବହୁତ ଦିନର ଗୋଟେ ଆଶା ଥିଲା। ଆଉ ସେ ଆଶା ମୋ ଜୀବନରେ ପୂରଣ ହେଇଯାଇଛି। ମୋତେ ଏତେ ଖୁସି ଲାଗୁଛି ଆଉ କହିବା କଥା ନାହିଁ। ମୁଁ ଭାବିନଥିଲି ଯେ ମୁଁ ଜିତିଲା ବେଳେ ଏଇ ଆଶା ମୋର ପୂରଣ ହେବ ବୋଲି, ସାଙ୍ଗସାଥୀଙ୍କୁ ଦେଖିବା ଆଉ ମିଶିବା ବୋଲି ମୁଁ ଭାବିନଥିଲି। ଧନ୍ୟବାଦ ଦେଉଛି ଆମ ଭାଇମାନଙ୍କୁ, ଯେଉଁମାନେ ଆମ ସାଙ୍ଗମାନଙ୍କୁ ଧରିକି ଆସିଛନ୍ତି, ତାଙ୍କୁ ବେଶୀ ଧନ୍ୟବାଦ ଦେଉଛି। ଆଉ ଆମ ଯେଉଁ ସାଙ୍ଗମାନଙ୍କୁ ବି ଧନ୍ୟବାଦ ଦେଉଛି, ତାଙ୍କ ଫ୍ୟାମିଲି ସେମାନେ ଧରିକି ଆସିଛନ୍ତି, ଆମକୁ ସମସ୍ତଙ୍କ ସହିତ ଦେଖା କରିଛନ୍ତି। ଆଉ ତାଙ୍କ ଫ୍ୟାମିଲି କେତେ ଇମ୍ପ୍ରୁଭ୍ କରିଛନ୍ତି, କେତେ କିଏ କେମିତି କ'ଣ ଅଛନ୍ତି, କେମିତି ନାହିଁ, ଦୁଃଖ ସୁଖ ଆମେ ସବୁ ଟିକେ ବାଣ୍ଟି ପାରିଛୁ। ସେମାନଙ୍କୁ ମୁଁ ବହୁତ ଧନ୍ୟବାଦ ଦେଉଛି। ଏମିତି ସବୁ ବର୍ଷ ହେଉଥାଉ, ଜଗନ୍ନାଥଙ୍କ କୃପାରୁ ସମସ୍ତେ କୁଶଳରେ ଥାଆନ୍ତୁ, ଖୁସିରେ ଥାଆନ୍ତୁ। ଆଉ ଏମିତି ବର୍ଷ ବର୍ଷ ଧରିକି ଆମେ ବଞ୍ଚିଥିଲା ପର୍ଯ୍ୟନ୍ତ ଏମିତି ସମସ୍ତଙ୍କୁ ଦେଖୁଥାଉ। ଖାଲି ଏତିକି ମାତ୍ର ଆମର ଜଗନ୍ନାଥଙ୍କ ପାଖରେ ଅନୁରୋଧ। ଆଉ ସବୁ ଭାଇମାନଙ୍କୁ ବି ବହୁତ ଧନ୍ୟବାଦ। ଆଉ ଏମିତି ଆମ ସାଙ୍ଗମାନଙ୍କୁ ଧରିକି ଆସୁଥିବେ, ଆମ ସାଙ୍ଗରେ ମିଶାଉଥିବେ, ତାଙ୍କମାନଙ୍କୁ ବହୁତ ଧନ୍ୟବାଦ। ଆପଣଙ୍କ ପରିଚୟ? ମୋ ନାଁ ହେଉଛି ଅଜୟ କୁମାର ରଣସିଂ, ଖୋର୍ଦ୍ଧା। କ୍ଲାସମେଟ୍ ଭୋଜି ଏଠି ଅନୁଷ୍ଠିତ ହେଉଛି, ଆପଣ କେତେ ଖୁସି ଅଛନ୍ତି? ଏତେ ଖୁସି ଯାହା ବି କହିଲେ ନ ସରେ। ଦୀର୍ଘ 35 ବର୍ଷ ପରେ ଗୋଟେ ଥର ଆସିଥିଲୁ, ବହୁତ ଖୁସି ଲାଗିଥିଲା। ଏଇ ମଝିରେ ଗୋଟେ ବର୍ଷ ହେଇନଥିଲା, ଏ ବର୍ଷ ମିଶିକି 37 ବର୍ଷ ହେଲା। ଏତେ ଖୁସି ଲାଗୁଛି ଯେ ମୁଁ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି, ଠାକୁରେ ମୋର ବନ୍ଧୁ ଓ ବନ୍ଧୁପତ୍ନୀ ଯେତେ ଅଛନ୍ତି ବା ତାଙ୍କ ସପରିବାର ପ୍ରତ୍ୟେକ ଆସନ୍ତାକାଲି ସୁଖମୟ ସରସ ସୁନ୍ଦର ହେଉ। ପ୍ରଭୁ ଜଗନ୍ନାଥ ମୁଁ ଏତିକି ପ୍ରାର୍ଥନା କରୁଛି। ଏଇଭଳିଆ ପ୍ରତିବର୍ଷ ଏଇ ଜାଗାରେ ଏମିତି ଆମେ ସମସ୍ତେ ବନ୍ଧୁମିଳନ ହେବା। ଆଜ୍ଞା ଆମେ ତ ସବୁଆଡ଼େ ବୁଲୁଛେ, କିନ୍ତୁ ଇଏ ସମ୍ପୂର୍ଣ୍ଣ ନିଆରା ଏକ ମନ ଅନୁଭୂତି। ତେଣୁ ମୁଁ ମୋର ବନ୍ଧୁ ଆଉ ବନ୍ଧୁପତ୍ନୀ ବା ପରିବାର ବର୍ଗ ସମସ୍ତଙ୍କୁ ମୁଁ ଏତିକି ନିବେଦନ କରୁଛି, ଅନୁରୋଧ କରୁଛି, ଏଇଭଳିଆ ସମସ୍ତେ ଆମେ ଏଇ ମିଳନଟା ବଜାୟ ରଖିବା। ମ୍ୟାଡ଼ାମ୍ ଆପଣଙ୍କ ପରିଚୟ? ମୋ ନାଁ ବିଷ୍ଣୁପ୍ରିୟା ବେହେରା। କ'ଣ କହିବେ ଆପଣଙ୍କର ସ୍ୱାମୀଙ୍କର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ହେଉଛି, ସେଥିରେ ଆପଣ କେତେ ଖୁସି ଅଛନ୍ତି? ବହୁତ ଖୁସି ଅଛୁ, ଆସିକି ବହୁତ ମଜାମସ୍ତି, ଖାଇବା ପିଇବା ସବୁ ଇଏ କରି ବହୁତ ଖୁସି ଲାଗୁଛି। ଏ ଜିନିଷ ଆପଣ ଜାଣିଲା ପରେ ସବୁ ବର୍ଷ ଏମିତି ସମସ୍ତେ ଏକାଠି ହେଲେ ବହୁତ ଖୁସି ଲାଗିବ। ସମସ୍ତଙ୍କ ପରିବାର ଏକାଠି ହେଲେ ବହୁତ ଖୁସି ଲାଗିବ। ସାଙ୍ଗସାଥି ପିଲାମାନଙ୍କୁ ଧରି ସବୁ ସାଙ୍ଗମାନେ ଏକାଠି ହେଲେ ଘର ପରିବାରଠୁ ଅଲଗା ହେଇକି ବି ତଥାପି ସମସ୍ତେ ଏକାଠି ହେବାକୁ ଚାହୁଁଛୁ। ସବୁବେଳେ ଆସିକି ଏକାଠି ହୁଅନ୍ତୁ, ଏମିତି ସବୁ ବର୍ଷ ଏକାଠି ହେଇକି ଭୋଜିଭାତ କରି ମଜାମସ୍ତି କଲେ ଆହୁରି ସୁନ୍ଦର ଲାଗିବ, ଆହୁରି ଭଲ ହେବ। ସାର୍ ଆପଣଙ୍କ ପରିଚୟ? ମୁଁ ନିର୍ମଳ ଚନ୍ଦ୍ର ସାହୁ, ଶିକ୍ଷକ ବାରାଙ୍ଗ ବ୍ଲକର ଅଧୀନସ୍ଥ ଶିକ୍ଷକ। କ'ଣ କହିବେ ଆପଣଙ୍କର ପତ୍ନୀଙ୍କ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ରହିଛି, ଆଜି କେତେ ଖୁସି ଅଛନ୍ତି? ମୋତେ ବହୁତ ଆନନ୍ଦ ଲାଗୁଛି ଆଜି ଉତ୍ସବଟାରେ। ଯେ 1999 ମସିହା
ବ୍ୟାଚ୍ ରହିଛି ଚୁଡ଼ଙ୍ଗଗଡ଼ ଅଧ୍ୟକ୍ଷ ଝୁନଝୁଲା ବିଦ୍ୟାପୀଠର ସମସ୍ତ ଆଉ ମାନେ ତାଙ୍କ ବ୍ୟାଚ୍ର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ମୁଁ ମୋର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ମୋ ଅନ୍ତରକୁ। ଆଉ ଏଇଭଳି ସେମାନେ ଏଇ ଉତ୍ସବରେ ସବୁ ବର୍ଷ କରନ୍ତୁ। ଏଇ ଉତ୍ସବରେ ଗୋଟେ ଏଇ ଯେଉଁ ଆନନ୍ଦ ଉତ୍ସାହ ଅଛି ବାଲ୍ୟକାଳର ଅନୁଭୂତି ଆସୁଛି ଆଉ ତାଙ୍କ ମନରେ ଗୋଟେ ଆନନ୍ଦ ଆସୁଛି। ଏଇଭଳି ଉତ୍ସବଟା ଭଗବାନଙ୍କୁ ପ୍ରାର୍ଥନା କରୁଛି ତାଙ୍କ ଲାଗି ରହୁ। ପ୍ରତିବର୍ଷ ସେମାନେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ହେଉ ଆଉ ତା ଦ୍ୱାରା ତାଙ୍କ ଭିତରେ ବହୁତ ସମ୍ପର୍କ ଭଲ ବଢ଼ିବ ଆଉ ବସୁଧ କୁଟୁମ୍ବ ଭାବନା ଆସିବ। ହଁ, ଏକ ମନ ଏକ ପ୍ରାଣ ହେଲେ ଆମ ପାରିବାରିକ ଜୀବନ ଖୁସି ହେବ। ତାଙ୍କ ମନ ଭିତରେ ଗୋଟେ ଗୃହ ଭିତରେ ଆବଦ୍ଧ ହେଇକି ରହିଯାଉଛନ୍ତି। ତା ଭିତରେ ଗୋଟେ ବନ୍ଧୁ ମିଳନ ପୁରୁଣା ସ୍ମୃତିକି ମନେ ରଖିପାରୁଛନ୍ତି। ଏହାଦ୍ୱାରା ବହୁତ ଭଲ ଭାବ ସଦ୍ଭାବ ସ୍ନେହ ସବୁଟା ବୃଦ୍ଧି ପାଇବ। ଆଉ କ'ଣ ଏଇଟା ପରେ ଆପଣ ନୂତନ ବର୍ଷରେ କ'ଣ ଇଏ କରିପାରିବେ ବନ୍ଧୁମାନଙ୍କ? ସମସ୍ତଙ୍କର ନୂତନ ବର୍ଷ ଶୁଭମୟ ଅମୃତମୟ ହଉ ଆଉ ଏତିକି ଭଗବାନଙ୍କ ଟିକେ ପ୍ରାର୍ଥନା କରୁଛି। ବିରଞ୍ଚି ନାରାୟଣ ସାହୁ। ମାନେ ନିଜ ଖୁସି କଳ୍ପନା କରିପାରୁନି କେତେ ଖୁସି ଅଛି। ଆମେ 37 ବର୍ଷ ପରେ ଆମେ 1999 ବ୍ୟାଚ୍ର ପିଲାମାନେ ଏକା ସାଙ୍ଗରେ ପ୍ରସ୍ତୁତ ହେଇଛୁ। ବିଗତ 37 ବର୍ଷ ପରେ ମାନେ ସେଟା ନିଜ ବନ୍ଧୁ ମିଳନ ପ୍ରୋଗ୍ରାମ୍ ଆମେ କରିଛୁ। ଆଉ ମୁଁ ତ ବାହାରେ ରହୁଛି ପଶ୍ଚିମବଙ୍ଗଳାରେ ବର୍ତ୍ତମାନ ତାର ବାସିନ୍ଦା। ଆଉ ଆସିଲା ପରେ ମୁଁ ନିଜର ଖୁସି ବ୍ୟକ୍ତ କରିପାରୁନି ଏତେ ଖୁସି ଅଛି। ମାନେ ମୁଁ ନିଜକୁ ପୁରା ଭୁଲି ଯାଇଛି ଯେ ଆମେ କେଉଁ ଗଛରେ ଚଢ଼ିକି ଚୋର ପୋଲିସ ଖେଳୁଥିଲୁ, କେଉଁଠି ପୁଚି ଚାନ୍ଦୁ ଖେଳୁଥିଲୁ, ମାନେ କ୍ରିକେଟ୍ ଖେଳୁଥିଲୁ। ମାନେ ସେ ଜିନିଷ ବର୍ତ୍ତମାନ ଅନେକ କିଛି ଚେଞ୍ଜ ହେଇଯାଇଛି କିନ୍ତୁ ପୁରୁଣା ଜିନିଷ ଯେମିତି ଥିଲା ଆମ ମନ ଭିତରେ ଅଭୁଲା ସ୍ମୃତି ଭଳିଆ କ୍ଲାସମେଟ୍ ମାନେ ଯେମିତି ଥିଲା ସେମିତି ଅଛି। ସବୁବେଳେ ମନେ ପଡ଼େ କିନ୍ତୁ ନିଜ ସମୟ ଅଭାବ ଆଉ କାମର ପ୍ରେସର ସେଥିପାଇଁ ମଣିଷ ଆସିପାରେନି। 37 ବର୍ଷ ଆସିଲା ପରେ ଲାଗୁଛି ଏମିତି ପୁରୁଣା ସ୍କୁଲ ନିଜକୁ ଖୋଜି ପାଇଛି ନିଜେ। ମୁଁ ଚାହୁଁଛି ଜଗନ୍ନାଥଙ୍କ ଆଶୀର୍ବାଦରେ ସମସ୍ତେ ସୁସ୍ଥ ରୁହନ୍ତୁ ଆଉ ସମସ୍ତ ନିଜର କର୍ମ ଜୀବନରେ ନିଜର ସଂସାର ମାନେ ବାବା ମା ସମସ୍ତଙ୍କୁ ନେଇକି ଯେମିତି ଜଗନ୍ନାଥଙ୍କୁ